भगवान तुमरी दया କି ଗୁ କଣ କିଛି ପାଇଲ? कौन पाइबी सनाबो राज्य सारा तो सही दशा କାହାଠୁ ହେଲେ କିଛି ଆଣିଥାନ୍ତ। କାହାଠୁ ଆଣିବି କହିଲ କାହା ପାଖରେ ବା କଣ ଅଛି ଖୁଦ ଦାନାଟିଏ ବି ବିଲ ହବ ଏଇ ଦୁର୍ଭିକ୍ଷରେ ଏ ଗରିବ ବ୍ରାହ୍ମଣଙ୍କୁ କିଏ ବା କଣ ଦବ ଯୋଉଠି ଦେଖିବ ଦୁର୍ଭିକ୍ଷରେ କରଣ ସେୟା ରାହୁ ବୋଲି ଗ୍ରାସିଛି। ସନାରେ କଣ ହେବ ଶୁଣେ। କଣ କରିବି କହିଲ ସକାଳ ପହରଠାରୁ ତ ଘର ବାହାରିଛି ଜନପଦ ପରେ ଜନପଦ ସହର ବଜାର ଯେଉଁଠି ଯାହାକୁ ଦେଖିଛି ହାତ ପାତିଛି ହେଲେ କେବଳ ଗୋଟିଏ କଥା ଶୁଣିବାକୁ ପାଇଛି ନା ଭାଇ ଆଗକୁ ଯାଅ। ବୋଉ ବୋଉ ତତେ ସୁବିଧା ହଉଛି ବୋଉ ବୋଉ ପାଣି ଟିକେ ଦେ। ଦଉଛି ବାପା ଦଉଛି। ମନ ମୋର ରଙ୍କୁଣୀ ଲୋକର ମନ ମୁଁ ମରିଯାଏ ନ ମରିଯାଏ ଏ ଦୋଷରେ ପଡୁଛି ପିଇଦେବ ପିଇଦେବି। ବୋଉ ବୋଉ ସନାରେ ସନାରେ ବାପା କେମିତି ଲାଗୁଛି କହୁନୁ। କି ଗୁ ଶୁଣିବଟି ପିଲାଟି କେମିତି ଆଖି କରୁଛି ପିଲା କହୁନ କୋଉଠିକୁ ଯିବି କିସ କରିବି ଦେଖୁନ ଟିକେ ଦେଖୁନ। କଣ ଦେଖିବି ସନାବୁ ଭୁକରେ ପିଲାଟି ଛଟପଟ ହଉଛି ତୁଚ୍ଛା ପାଣି ଲୁଗାକି ତାର ଭୁକ ମାରିପାରିବ। ଦେଖୁନୁ ପିଲାଟି କେମିତି କାଉଳି ବାଉଳି ହେଉଛି। ଦେଖି କଣ କରିବି ଶୁଣି ବହୁତ ଦେଖିଲିଣି ଏ ହସ୍ତିନାର ପୁରପଲ୍ଲୀ ସହର ବଜାର ସବୁ ମଶାଳି ପାଲଟିବାକୁ ଲାଗିଲାଣି ବାପା ଆଗରେ ପୁଅ ଭଉଣୀ ଲୁଟି ପଡୁଛି ମା କୁଳରେ ତାର ଅତି ଆଦର ସନ୍ତାନ ଅକାଳରେ ଆଖି ବୁଜି ଦେଇଛି ଆମେ ତ ଟିକେ ଭଲରେ ଅଛି ସନାବୁ। କି ନିଆଁ ଭଲରେ ଅଛି ଶୁଣେ 3 ଦିନ ହେଲା କଅଁଳା ପିଲାଟା ପେଟରେ ପେଶ ପେଶ ପଡିନି ଆମେ ସିନା କଷ୍ଟମଷ୍ଟେ ସହିଯିବା ହେଲେ ବାଳୁତ ପିଲାଟା କଣ ସହିପାରିବ। ମୁଁ କଣ କରିବି ମୁଁ ତ ନିରୁପାୟ। ଏମିତି ତ କହି କହି 3 ଦିନ ପେଟରେ ଉଦାହରଣ ଦେଇ ରହିଲେଣି। କଣ କରିବା ଆମେ ସଭିଙ୍କର ତ ଆମ ଭଳି ଦୋଷା ଏ ଦୁର୍ଭିକ୍ଷରେ ଗରିବ ବ୍ରାହ୍ମଣକୁ କିଏ ବା କଣ ଦବ। ତ ପିଲାଟି କଣ ଆମ ଘରେ ଭୋକ ବସିଲେ ଏମିତି। ନା ନା ସନାବୁ ତମେ ସେମିତି କୁହନା। ନା ନା ସନାବୁ ସେମିତି କହନା ଭଗବାନ ଯିଏ ଅଛନ୍ତି ସିଏ ଦେଇଛନ୍ତି ସେ ବୁଝିବେ। ଚୁଲିକି ଯାଉ ତୁମର ଭଗବାନ ସେଦିନ ସାରା ଘର ଅଣ୍ଡାରେ ସେ ଖୁଦ ପାଇଥିବ ପିଲାଟି ମୁହଁରେ ଟିକେ ଯାଉ ପଡିବାକୁ ହେଲେ ତୁମେ କଣ ତାହା କରେଇଦେଲ କୋଉଠୁ ନିଉଛୁଣା ଭିକାରୀଟେ ଅଇଲା ଯେ ତାକୁ ତ ସବୁ। ଛି ଛି ସନାବୁ ସେମିତି କଣ କହୁଛୁ ସେ ଆମର ଅତିଥି ପରମ ଅତିଥି ସେବା ଆମର କର୍ତ୍ତବ୍ୟ। ହେଲେ ନିଜେ ଭଲ ଥିଲେ ଦୁନିଆ ଭଲ ନିଜ ପୁଅକୁ ଜନ୍ମ ମୁହଁକୁ ଠେଲି ଦେଇ ଅତିଥି ସେବା କରି ଆମର କଣ ହେବ ଶୁଣେ। ଅତିଥି ସେବାରେ କଣ ହବ ଆମର ସେ ବିଶ୍ୱ ହିଁ ଜାଣିଛନ୍ତି। ତୁମେ ଯଦି ମା ହୋଇଥାନ୍ତ ବୁଝନ୍ତ ମା ମନର ଦୁଃଖ ତା ଅନ୍ତରର କୁହ ପିଲାଟି କେମିତି ବିକଳରେ ଅନେଇଛି ତାକୁ ଦେଖିଲେ ମୋ ଛାତି ଭିତରଟା ଫାଟି ପଡୁଛି। ବୁଝିପାରୁଛି ସନାବୁ ସବୁ କିଛି ଦେଖିପାରୁଛି ମୁଁ ସିନା ସନାକୁ 10 ମାସ 10 ଦିନ ଗର୍ଭରେ ଧରି ଜନ୍ମ ଦେଇନାହିଁ କିନ୍ତୁ ମୁଁ ତାର ହବ ସିଏ ମୋ ରକ୍ତରେ ଅଛି ସେ ହିଁ ମୋ ପ୍ରାଣ। ତେବେ କିଛି ଉପାୟ କର ପିଲାଟି କଣ ଏମିତି ଭୋକରେ ପଡିଥିବ। କଣ କରିବି ଶୁଣି 3 ଦିନ ହେଲାଣି ବୁଲି ବୁଲି ଦିନ ରାତି ସମାନ କରିଦେଲେଣି ଦେଖୁଛୁ ତ ଖୁଦ ଦାନାଟି ଧରି ଲେଉଟିଛି। କୋଉଠିକି ଅତିଥି ମାଗିଲେ ସବୁତକ ଦେଇ ବାହୁଡି ଆସିବ ମୁଁ କଣ ତମକୁ ଚିହ୍ନିନି ତମେ ତ ସେଇ ଲୋକ ପର ପାଇଁ ଯେତିକି ଭାବୁଛ ନିଜ ପାଇଁ ନିଜ ପରିବାର ପାଇଁ କଣ ତୁମର ସଦୟ ଅଛି ନିଦ ପଥରଟାଏ ତୁମେ। ତମକୁ କଣ କହି ବୁଝେଇବି ସନାବୁ ତମେ ସେଦିନ ପଣ କରିଥିଲ ନା ପର ପାଇଁ ତୁମେ ତୁମର ନିଜର ପ୍ରିୟ ବସ୍ତୁକୁ ତ୍ୟାଗ କରିପାରିବ। କଣ କରିଥିଲି ତା ବୋଲି ନିଜ ଆଖି ଆଗରେ ନିଜ ପୁଅକୁ ମାରିଦେବି ତମେ ମୋର ତ ପୁଅ ସବୁ ସହିପାରିବ ହେଲେ ମୁଁ ମା ମୋ ଭିତରଟା ତମେ କାହିଁକି ଦେଖିପାରୁନ। ଦେଖିପାରୁଛି ସନାବୁ ଖୁବ ଭଲ ଭାବରେ ଦେଖିପାରୁଛି କିନ୍ତୁ ଆମ ସୈନା ପରି ଶହ ଶିଶୁ ମରୁଥିବା ବେଳେ ମୁଁ କଣ କେବଳ ସୈନା ପାଇଁ ଭାବିବା ଠିକ ହବ। ଦେଖିଛି ବାଟରେ ଯେତେବେଳେ ଲେଉଟିଛି ଶହ ଶହ ଶିଶୁ ଶତ ଶତ ବୀର ଆସି ମତେ ହାତ ପାତି ମାଗିଛନ୍ତି ବାବା ଆମକୁ ଦିଅ ଆମେ ମରିଗଲୁ ଦେଖୁନ ହସ୍ତନାଟା କେମିତି ମଶାଣି ପାଲଟିବାକୁ ବସିଲାଣି। ଚାଲ ସେଇ ପାଖ ବିଲରୁ କିଛି ଶସ୍ୟ ଦାନା ଗୋଟାଇ ଆଣିବା ପେଜକୁ ସେ ରାନ୍ଧିଦେଲେ ପିଲାଟି ପାଟିରେ ଦେବ। ହଉ ଚାଲ ଈଶ୍ୱର ଯାହା କରିବେ।